ଧ୍ୟାନ ଦ୍ୱାରା ଭିକ୍ଷୁ ସେହି ମୃତ ଦେହରେ ବେତାଳକୁ ପ୍ରବେଶ କରାଇ ତାକୁ ପୂଜା କଲା। ମଣିଷ ଖପୁରି ପାତ୍ରରେ ବେତାଳକୁ ଅର୍ଘ୍ୟ ପ୍ରଦାନ କଲା। ମନୁଷ୍ୟର ଦାନ୍ତକୁ ପୁଷ୍ପ ରୂପେ ଆଉ ମନୁଷ୍ୟର ରକ୍ତକୁ ସୁଗନ୍ଧି ଦ୍ରବ୍ୟ ରୂପେ ଲେପନ କଲା। ଆସନ୍ତୁ ଶୁଣିବା ବିକ୍ରମ ବେତାଳର ସିଦ୍ଧି ଲାଭର କାହାଣୀ। ବେତାଳ କହିଲା, ତୁମ ପରି ଧର୍ମପରାୟଣ ପୁଣ୍ୟବାନ ଆଉ ପ୍ରଜାବତ୍ସଳ ରାଜାଙ୍କର ଏହି ଅବସ୍ଥା ନ ହେଉ, ସେଥିପାଇଁ ମୁଁ ଜାଣିଶୁଣି ଗୋଟିଏ ପରେ ଗୋଟିଏ ଗଳ୍ପରେ ଏତେ ବିଳମ୍ବ କଲି। ଏଥର ଯାଅ, ସିଦ୍ଧି ଲାଭ କର। ଏହା କହି ସେହି ବେତାଳ ମୃତଦେହରୁ ବାହାରି ଚାଲିଗଲା। ରାଜା ସବୁ କିଛି ବୁଝିଗଲେ। ତାପରେ ଶବକୁ ଧରି ସେ ଭିକ୍ଷୁ ଶାନ୍ତିଶୀଳ ବସିଥିବା ଗଛ ମୂଳକୁ ଗଲେ। ସେହି ଅନ୍ଧକାର ରାତିରେ ନିର୍ଜନ ଶ୍ମଶାନରେ ଭିକ୍ଷୁ ଏକାକୀ ରାଜାଙ୍କ ବାଟକୁ ଚାହିଁ ବସିଥାଏ। ସନ୍ନ୍ୟାସୀର ସମ୍ମୁଖରେ ହୋମକୁଣ୍ଡ ପ୍ରଜ୍ୱଳିତ ହେଉଥାଏ। ତାର ଚାରିପାଖରେ ଅସ୍ଥି ଚୂର୍ଣ୍ଣରେ ବୃତ୍ତାକାର ମଣ୍ଡଳ ନିର୍ମିତ ହୋଇଥାଏ। ପାଖରେ ମନୁଷ୍ୟର ରକ୍ତପୂର୍ଣ୍ଣ କଳସମାନ ବସିଥାଏ। ମନୁଷ୍ୟ ଚର୍ବିର ଦୀପ ଜଳୁଥାଏ। ଭିକ୍ଷୁ ହୋମକୁଣ୍ଡରେ ହୋମ କରୁଥାଏ। ମୃତଦେହକୁ ଧରି ରାଜା ପହଞ୍ଚିବା ଦେଖି ଭିକ୍ଷୁ ଆନନ୍ଦରେ ଗଦଗଦ ହୋଇ ନିଜ ସ୍ଥାନରୁ ଉଠିପଡ଼ି କହିଲା, ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ହେ ରାଜନ୍, ତୁମେ ଅତି ଦୁଷ୍କର କାର୍ଯ୍ୟ ସାଧନ କରିଛ। ମୁଁ ଅନୁଗୃହୀତ ହେଲି। କାହିଁ ତୁମ ପରି ରାଜା, କାହିଁ ଏଭଳି ଅସ୍ଥାନ ଅକାଳରେ ଏଭଳି କାର୍ଯ୍ୟ। ତୁମେ ପ୍ରକୃତରେ ମହାନ୍। ପ୍ରାଣ ଚାଲିଗଲେ ମଧ୍ୟ ନିଜର କର୍ତ୍ତବ୍ୟରୁ ବିଚ୍ୟୁତ ନ ହେବା ମହାପୁରୁଷର ଲକ୍ଷଣ। ଏହି ଦୃଢ଼ ସଂକଳ୍ପ ତୁମଠାରେ ବିଦ୍ୟମାନ। କୌଣସି ପ୍ରତିଦାନର ଆଶା ନ ରଖି ତୁମେ ପର ଉପକାର ସାଧନ କରିଥାଅ। ତୁମେ ହିଁ ପ୍ରକୃତରେ ରାଜାଙ୍କ ମଧ୍ୟରେ ଶ୍ରେଷ୍ଠ। ଏହିପରି ପ୍ରଶଂସା ବଚନ କହି ସନ୍ନ୍ୟାସୀ ରାଜାଙ୍କ କାନ୍ଧରୁ ଶବକୁ ତଳକୁ ଓହ୍ଲାଇଲା। ସେହି ମୃତଦେହକୁ ସ୍ନାନ କରାଇ ଫୁଲମାଳ ପିନ୍ଧାଇ ବୃତ୍ତାକାର ମଣ୍ଡଳରେ ମଧ୍ୟ ସ୍ଥାନରେ ରଖିଲା। ତାପରେ ନିଜ ଦେହରେ ଚିତାଭସ୍ମ ଲେପି ମଣିଷ କେଶରେ ଯଜ୍ଞୋପବୀତ ପିନ୍ଧି ମୃତ ମନୁଷ୍ୟର ବସ୍ତ୍ର ପିନ୍ଧି ଧ୍ୟାନରେ ବସିଲା। ଧ୍ୟାନ ଦ୍ୱାରା ଭିକ୍ଷୁ ସେହି ମୃତଦେହରେ ବେତାଳକୁ ପ୍ରବେଶ କରାଇ ତାକୁ ପୂଜା କଲା। ମଣିଷ ଖପୁରି ପାତ୍ରରେ ବେତାଳକୁ ଅର୍ଘ୍ୟ ପ୍ରଦାନ କଲା। ମନୁଷ୍ୟର ଦାନ୍ତକୁ ପୁଷ୍ପ ରୂପରେ ଅର୍ପଣ କଲା। ମନୁଷ୍ୟର ରକ୍ତକୁ ସୁଗନ୍ଧି ଦ୍ରବ୍ୟ ଭାବେ ଲେପନ କଲା। ମନୁଷ୍ୟ ଚକ୍ଷୁର ଧୂପ ଆଉ ମନୁଷ୍ୟ ମାଂସର ନୈବେଦ୍ୟ ଅର୍ପଣ କଲା। ଆଉ ରାଜାଙ୍କୁ କହିଲା, ହେ ରାଜା, ଏଠାରେ ଆବିର୍ଭୂତ ହୋଇଥିବା ବେତାଳକୁ ସାଷ୍ଟାଙ୍ଗ ପ୍ରଣିପାତ କର। ଏ ଦ୍ୱାରା ତୁମର ଅଭୀଷ୍ଟ ସିଦ୍ଧ ହେବ। ଏହା ଶୁଣି ବେତାଳର କଥା ସ୍ମରଣ କରି ରାଜା କହିଲେ, ମହାଭାଗ, ମୁଁ ସେପରି ପ୍ରଣାମ କରିବା ଜାଣିନାହିଁ। ଦୟାକରି ଆପଣ ନିଜେ ଏହା କରି ମୋତେ ଦେଖାଇ ଦିଅନ୍ତୁ। ମୁଁ ଆପଣଙ୍କୁ ଅନୁକରଣ କରି ସେହିପରି କରିବି। ରାଜାଙ୍କ କଥା ଶୁଣି ଭିକ୍ଷୁ ଯେତେବେଳେ ରାଜାଙ୍କୁ ଦେଖାଇବା ପାଇଁ ଭୂମିରେ ଲୋଟି ପ୍ରଣାମ କଲା, ସେତେବେଳେ ରାଜା ଖଣ୍ଡା ଉଠାଇ ତାର ଶିର ଛେଦ କଲେ। ତାପରେ ତାର ମସ୍ତକ ଆଉ ହୃଦୟ କମଳ ବେତାଳକୁ ଅର୍ପଣ କଲେ। ରାଜାଙ୍କ ନୈବେଦ୍ୟରେ ସନ୍ତୁଷ୍ଟ ହୋଇ ବେତାଳ ମୃତଦେହରେ ଥାଇ କହିଲା, ହେ ରାଜା, ଏହି ଭିକ୍ଷୁ ବିଦ୍ୟାଧର ଅଧିପତି ହେବା ପାଇଁ ଏହି ସାଧନା କରୁଥିଲା। ସେହି ସାଧନାର ସିଦ୍ଧି ତୁମେ ଲାଭ କଲ। ଶଶାଗରା ଧରା ଭୋଗ କରିସାରିଲା ପରେ ତୁମେ ବିଦ୍ୟାଧର ଅଧିପତି ପଦରେ ଅଭିଷିକ୍ତ ହେବ। ଏହା ଶୁଣି ରାଜା କହିଲେ, ହେ ବେତାଳ, ମୁଁ ଅନୁଗୃହୀତ ହେଲି। ତୁମେ ପ୍ରସନ୍ନ ହେଲେ ଏ ସଂସାରରେ ଅସାଧ୍ୟ କିଛି ନାହିଁ। ତୁମେ ପ୍ରସନ୍ନ ହେବା ପରେ ମୋର ଅନ୍ୟ କୌଣସି ବରର ଆବଶ୍ୟକତା ନାହିଁ। ତଥାପି ତୁମର ଇଚ୍ଛାକୁ ସମ୍ମାନ କରି ମୁଁ ପ୍ରାର୍ଥନା କରୁଛି, ଏହି
ପ୍ରଶ୍ନୋତ୍ତରାତ୍ମକ 25 ଗଳ୍ପ ବିଶ୍ୱରେ ବିଖ୍ୟାତ ଆଉ ଆଦୃତ ହେଉ। ଏହା ଶୁଣି ବେତାଳ କହିଲା, ହେ ରାଜା, ତୁମର ଇଚ୍ଛା ପୂର୍ଣ୍ଣ ହେବ। ଯେ ଏହି ବେତାଳ ପଞ୍ଚବିଂଶତି 25ଟି ଗଳ୍ପକୁ ଶୁଣିବେ ଅଥବା କହିବେ, ତାର ସମସ୍ତ ପାପ ନାଶ ହେବ। ଯେଉଁଠାରେ ଏହିସବୁ ଗଳ୍ପର ଆଲୋଚନା ହେବ, ସେଠାରେ ଯକ୍ଷ, ରାକ୍ଷସ, ଡାକିନୀ, ବେତାଳ, କୁଷ୍ମାଣ୍ଡ, ବ୍ରହ୍ମ ରାକ୍ଷସ ଇତ୍ୟାଦିଙ୍କର ଭୟ ରହିବ ନାହିଁ। ଏହା କହି ବେତାଳ ସେହି ମୃତଦେହରୁ ବାହାରି ମାୟାବଳରେ ସ୍ୱସ୍ଥାନକୁ ଚାଲିଗଲା। ବେତାଳ ଯିବା ପରେ ସେହିଠାରେ ସମସ୍ତ ଦେବଗଣଙ୍କ ସହିତ ମହେଶ୍ୱର ଶିବ ମଧ୍ୟ ଆବିର୍ଭୂତ ହେଲେ। ଏହା ଦେଖି ରାଜା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ପ୍ରଣାମ କଲେ। ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶିବ କହିଲେ, ବିଦ୍ୟାଧରମାନଙ୍କର ଚକ୍ରବର୍ତ୍ତୀ ହେବାକୁ ଇଚ୍ଛା କରୁଥିବା ଏହି ଭଣ୍ଡ ତପସ୍ୱୀକୁ ହତ୍ୟା କରି ତୁମେ ଜଗତର ମଙ୍ଗଳ କରିଛ। ତୁମେ ମୋର ଅଂଶରୁ ହିଁ ଜାତ। ସଂସାରରୁ ମ୍ଲେଚ୍ଛ ନାଶ, ଦୁର୍ବୃତ୍ତ ଦମନ କରିବା ପାଇଁ ତୁମର ଜନ୍ମ। ତେଣୁ ତୁମେ ସସାଗରା ପୃଥିବୀର ରାଜପଦ ଅଳଙ୍କୃତ କରି ବିଦ୍ୟାଧରମାନଙ୍କର ଚକ୍ରବର୍ତ୍ତୀ ପଦରେ ଅଭିଷିକ୍ତ ହୁଅ। ବହୁକାଳ ପର୍ଯ୍ୟନ୍ତ ଦିବ୍ୟ ଭୋଗ କରି ସବୁ ଅନୁଭବ କରି ଶେଷରେ ମୋର ସାଯୁଜ୍ୟ ଲାଭ କର। ଏହି କହି ସେ ରାଜାଙ୍କୁ ଗୋଟିଏ ଖଡ଼ଗ ଦେଇ କହିଲେ, ହେ ରାଜା, ଏହି ଅପରାଜିତ ଖଡ଼ଗ ଗ୍ରହଣ କର। ଏହି ଖଡ଼ଗ ମାଧ୍ୟମରେ ତୁମେ ଦୁଷ୍ଟମାନଙ୍କୁ ଦମନ କରି ଧରାରେ ଅଧିପତି ହେବ। ଏହା କହି ମହାଦେବ ଅନ୍ୟ ଦେବତାମାନଙ୍କ ସହିତ ଅନ୍ତର୍ହିତ ହେଲେ। ଧୀରେ ଧୀରେ ରାତି ପାହିଗଲା। ରାଜା ଆନନ୍ଦିତ ମନରେ ନିଜ ପୁରକୁ ଫେରିଗଲେ। ତାଙ୍କର ସିଦ୍ଧି ଲାଭ କଥା ଶୁଣି ସମଗ୍ର ପ୍ରଜାକୁଳଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଗଲା। ରାଜ୍ୟଯାକ ମହୋତ୍ସବ ପାଳିତ ହେଲା। ରାଜା ଶିବଙ୍କର ପୂଜା ଆରାଧନା କଲେ। ବ୍ରାହ୍ମଣ ଆଉ ଯାଚକମାନଙ୍କୁ ଦାନ ଦକ୍ଷିଣା ଦେଲେ। ଅଳ୍ପ ଦିନ ମଧ୍ୟରେ ସେ ସସାଗରାଧରାର ଅଧିପତ୍ୟ ଲାଭ କଲେ। ବିଦ୍ୟାଧର ଚକ୍ରବର୍ତ୍ତୀ ପଦ ଲାଭ କରି ଶେଷରେ ମହାଦେବଙ୍କର ସାଯୁଜ୍ୟ ଲାଭ କଲେ।